ଅବକାରୀ ବିଭାଗର ଚଢ଼ଉ 4,300 ଲିଟର ଦେଶୀ ମଦ ସହ 12 ଅଭିଯୁକ୍ତ, 10ଟି ବାଇକ୍, 2ଟି ଚାରିଚକିଆ ଯାନ ଜବତ। ସୂଚନାରୁ ପ୍ରକାଶ, ବାଲେଶ୍ୱର ସ୍ପେଶାଲ ଅବକାରୀ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି 4,500 ଲିଟର ଦେଶୀ ମଦ ଜବତ କରିବା ସହିତ 10ଟା ବାଇକ୍, 2ଟି ଚାରିଚକିଆ ଯାନ ସହ 12 ଜଣ ମଦ ବେପାରୀଙ୍କୁ ଗିରଫ କରିଛନ୍ତି ଅବକାରୀ ପୋଲିସ। ଏହି ଚଢ଼ଉ ମଙ୍ଗଳବାର ଦିନ 8ଟାରୁ ଆରମ୍ଭ ହୋଇ ରାତି 9ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା। ତେବେ ଏହି ଅଭିଯୁକ୍ତମାନଙ୍କ ନାମରେ 9ଟି କେସ୍ ରୁଜୁ ହୋଇଛି। ଅଭିଯୁକ୍ତମାନେ ହେଲେ ବସ୍ତା ଥାନା କୁଡ଼ିଆ ଗ୍ରାମର କମଳ ଲୋଚନ ସାହୁ, କୁରୁଆ ଗ୍ରାମର ସୁଜନ ନାୟକ, ବାଲିଆପାଳ ଅଞ୍ଚଳରୁ ଝୁନା ମଣ୍ଡଳ, ରାଜଘାଟରୁ ଯାଦବ ଜେନା, ଜଳେଶ୍ୱର ସରଡିହାରୁ ଉମେଶ ଜେନା, ଜଳେଶ୍ୱରରୁ ଶମ୍ଭୁନାଥ ହାଁସଦା, ଜେନା ହାଁସଦା, ଲକ୍ଷ୍ମୀଧର ବିନ୍ଧାଣୀ, ରାଜଘାଟରୁ କୈଳାସ ଜେନା, ତେନ୍ତୁଳିଆରୁ ସୁଶାନ୍ତ ରଣା, ଜଳେଶ୍ୱରରୁ ବାଲକ ବାସ୍କେ, ମଥାନୀରୁ ଚନ୍ଦନ ମହାପାତ୍ର ଏମାନଙ୍କ ନାମରେ ପୃଥକ ପୃଥକ ମାମଲା ରୁଜୁ ହୋଇ ହାଜତରେ ଅଛନ୍ତି। ଡିପୁଟି ସୁପରିଟେଣ୍ଡେଣ୍ଟ ସି.ଏଚ୍. ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ସଞ୍ଜୀବ ବଡ଼ାର, ସଦର ଇନ୍ସପେକ୍ଟର ଦୀପ୍ତିମୟୀ ସାହୁ, ବସ୍ତା ଓଆଇଏସି ଭକ୍ତଚରଣ ସ୍ୱାଇଁ, ମଙ୍ଗଲ ସିଂ, ପଙ୍କଜ ମହାନ୍ତି, ସୁନାରାମ ସୋରେନ, ମିନତୀ ପରିଡ଼ା, ଗଣେଶ ସିଂ ଚଢ଼ଉରେ ସାମିଲ ହୋଇଥିଲେ। ବ୍ୟୁରୋ ରିପୋର୍ଟ, ବାଲେଶ୍ୱର ଖବର। ପକ୍ଷରୁ ଯୋଉ ମିଶନ ସାର୍ ମିଳିତ ଚଢ଼ଉ ହେଲା ସେଥିରେ ସାର୍ କେତେ କଣ ସାର୍ ଜବତ ହେଇଛି, କେତେ ଜଣ ଗିରଫ ହେଲେ, କୋଉ ଏରିଆରେ ସାର୍ ଗିରଫ କରାଗଲା ସେଇ ସବୁ? ଆମର ଯୋଉ ଆଗାମୀ ଇଲେକ୍ସନକୁ ଧ୍ୟାନରେ ରଖିକି ଆଜି ଏକ୍ସାଇଜର ଜଏଣ୍ଟ ରେଡ୍ ହେଇଥିଲା, ଯେଉଁଥିରେ ଆମର ଷ୍ଟେଟ୍ ଫ୍ଲାଇଂ ସ୍କ୍ୱାଡର ବି ଷ୍ଟାଫ୍ ଥିଲେ, ଆମ ଡିଷ୍ଟ୍ରିକ୍ଟ ମୋବାଇଲ ୟୁନିଟ୍ର ବି ଥିଲେ, ତା ସହିତ ଆମ ସଦର ରେଞ୍ଜର ବି ଷ୍ଟାଫ୍ ସମସ୍ତେ ଥିଲେ, ଆଉ ନୀଳଗିରି ରେଞ୍ଜର ବି ଷ୍ଟାଫ୍ ଥିଲେ। ପାଖାପାଖି କହିବାକୁ ଗଲେ ଟୋଟାଲ ଜିଲ୍ଲାର ମ୍ୟାକ୍ସିମମ୍ ଷ୍ଟାଫ୍ ମିଶିକି ଏଟା କଣ୍ଡକ୍ଟ କରିଥିଲୁ। ଯେହେତୁ ଆମେ ଏଇ ବସ୍ତା ଏରିଆରେ ପର୍ଟିକୁଲାରଲି ଅଲରେଡ଼ି ଯେଉଁ ପ୍ରଳାପ କିଶୋର ମହାପାତ୍ର ଆଉ ପ୍ରତାପ ମହାପାତ୍ର ଯେଉଁ ଅଛନ୍ତି ବାପି ଟୁନା ଓରଫ, ତାଙ୍କ ନାଁରେ ବହୁତ ଆଲିଗେସନ୍ ଅଛି, ଅଲରେଡ଼ି ଗୋଟେ କେସ୍ରେ ଥିଲେ। ହେଲେ ବି ଆପଣ ଯେତିକି ମଦ ଏଠି ଦେଖୁଛନ୍ତି ପଛରେ ସେଇ ସବୁ ତାଙ୍କରି ମାନଙ୍କର କୁଚିଆ, ତାଙ୍କରି ମାନଙ୍କର ବେପାରୀ, ସେଇ ଇଏରେ ଆମେ ଚଢ଼ାବାଜି କରିଥିଲୁ। ଟୋଟାଲି ଆମେ ପାଖାପାଖି 4,300 ଲିଟର ଉର୍ଦ୍ଧ୍ୱ ମଦ ଆଜି ଜବତ ବି କରିଛୁ। ଆଉ ଅନ୍ ଦି ସ୍ପଟ୍ ଯେହେତୁ ଆମର ଆଣିବା ପାଇଁ ଆସାମୀ 14 ଜଣ ହେଇଯାଉଥିଲେ, ତ କିଛି ଅନ୍ ଦି ସ୍ପଟ୍ ବି ଡେଷ୍ଟ୍ରୟ ହେଇଛି, ଯାହା ଏତିକି ଆଣିବା କଥା ଆପଣଙ୍କ ସାମ୍ନାରେ ଆଣିକି ରଖିଛୁ। ତା ବାଦେ 10ଟା ବାଇକ୍ ଆଉ 4ଟା 4 ହ୍ୱିଲର, 2ଟା 4 ହ୍ୱିଲର ସିଜ୍ ହେଇଛି। ନିଶ୍ଚିତ ଇଲେକ୍ସନ ପରେ ବି ରହିବ। ଇଲେକ୍ସନକୁ ନେଇକିନା ଯେହେତୁ ସମସ୍ତଙ୍କର ଧ୍ୟାନ ରହୁଛି ଯେ ଅବକାରୀ ବିଭାଗ କେମିତି କ'ଣ କାମ କରୁଛି, ସେଥିପାଇଁ ଆମର ତୀକ୍ଷ୍ଣ ନଜର ରହିଛି ଯେ ଆମର ଚୋରା ମଦ ବେପାର ଯେ ଏ ପିରିୟଡ଼ରେ ବିଲକୁଲ ବି ନ ହୋଇପାରୁ, ଆଉ ୟା ପରେ ବି ଜାରି ରହିବ। ସାର୍ ବସ୍ତା ଅଞ୍ଚଳ ଯେଉଁ ଦୁଇ ଜଣଙ୍କ ନାଁ ଆପଣ କହିଲେ, ତାଙ୍କର ବସ୍ତାରେ ସମସ୍ତେ ଜାଣିଛନ୍ତି ଏବଂ ଆପଣମାନେ ବି ଜାଣିଛନ୍ତି, ଆପଣଙ୍କ ଡିପାର୍ଟମେଣ୍ଟ ଜାଣିଥିଲା 30 ବର୍ଷ ଧରି ବେପାର ଚାଲିଥିଲା। ପୂର୍ବରୁ ଆମେ କହିପାରିବା କି ଯେ 30 ବର୍ଷ ଧରିକି ଅବକାରୀ ବିଭାଗ ଟାଣୁଥିଲା? ଆଜ୍ଞା ଅବକାରୀ ବିଭାଗ 30 ବର୍ଷ ଜାଣିଶୁଣିକି ନାଇଁ, ସେଇଟା ଆମେ ଆପଣ ଆଲିଗେସନ୍ ଦେଲେ ୱିଥ୍ ରିଟର୍ନ ଦେଲେ ଆମେ ଇନଭେଷ୍ଟିଗେସନ୍ କରିପାରିବୁ, କିନ୍ତୁ ଏମିତି ଆଲିଗେସନ୍ ଓରାଲି କହିଲେ ଆମେ କିଛି କରିପାରିବୁନି। ଯାହା ବି ଥିଲା ଆପଣ ଏବେ ବି ସେ ଅବକାରୀ ବିଭାଗ ହିଁ କାମ କରୁଛି। ଆପଣଙ୍କ ମାନେ ଅଲଗା ବାହାରୁ କି ଅଲଗା କିଏ ଆସିକି କରିନାହାନ୍ତି, ଆମେ ହିଁ କରୁଛୁ। ତ ଆପଣ ଆଲିଗେସନ୍ ଦେବା ଆଗରୁ ରିଟର୍ନରେ ଦିଅନ୍ତୁ, ଆମେ ଆମର ଇନଭେଷ୍ଟିଗେସନ କରିକି ଆପଣଙ୍କ ତାର ରିଜଲ୍ଟ ଦେଇଦେବୁ। କେତେଟା କେସ୍ ହେଲା ସାର୍ ଆଜି ଟୋଟାଲି ଆମର 14 ଜଣ ଆସାମୀ ଅଛନ୍ତି, ସେ କେସ୍ 9ଟା କେସ୍ ହବ ଟୋଟାଲି। ନାଇଁ ସାର୍, ପୂର୍ବରୁ କଥା ହଉଥିଲା ଯେ ପୂର୍ବରୁ